ସକାଳର ବ୍ୟସ୍ତତା ଭିତରେ ଯଦି ଆପଣ କିଛି ହେଲ୍ଦି ଆଉ ଟେଷ୍ଟି ଖାଇବାକୁ ଚାହୁଁଛନ୍ତି ତାହେଲେ ଏହି ସୁଜି ଇଡଲିକୁ ଗୋଟିଏ ଥର ନିଶ୍ଚୟ କରନ୍ତୁ। ବିନା ବିରି ନ ବତୁରେଇକି ଚାଉଳ ନ ବତୁରେଇକି ଆଜି ଆମେ କରିବା ପୁରା ସ୍ପଞ୍ଜି ସଫ୍ଟ ଏହି ସୁଜି ଇଡଲି। ଆପଣମାନେ ତ ବିରିରେ କରୁଥିବେ, ବିରି ଚାଉଳରେ ଇଡଲି କରୁଥିବେ, ଏମିତି ସୁଜିରେ ଗୋଟିଏ ଥର କରନ୍ତୁ ଇଡଲି, ଦେଖିବେ ବହୁତ ବଢ଼ିଆ ଲାଗିବ, ବହୁତ ଟେଷ୍ଟ ଲାଗୁଥିଲା। ଆପଣମାନେ ଏମିତି ଥରେ କରନ୍ତୁ ଆଉ ତା ସହିତ ଏହି ଚଟନି। ଖାଲି ସକାଳ ନୁହଁ, ଆପଣମାନଙ୍କୁ ଯେତେବେଳେ ବି ଇଚ୍ଛା ହେବ ବା ମାନେ ସଞ୍ଜବେଳେ ବି ଯଦି ଆପଣମାନେ ଏଇ ଇଡଲିକୁ କରିକି ନାସ୍ତା ହିସାବରେ ଖାଇପାରିବେ, ପିଲାଙ୍କ ଟିଫିନ୍ ପାଇଁ ଏଇ ଟାଇପ୍ର ଇଡଲିକୁ ନା ଗୋଟିଏ ଥର କରନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗୁଥିଲା, ବହୁତ ବଢ଼ିଆ ଟେଷ୍ଟ ଲାଗିବ। ଆଜିର ଭିଡ଼ିଓ ପୁରା ଦେଖନ୍ତୁ ଏଇ ଇଡଲି କରିବା ପାଇଁ, ଆଉ ଆଶା କରିବି ଆପଣମାନଙ୍କୁ ପସନ୍ଦ ଆସିବ। ଭିଡ଼ିଓ ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ନିଶ୍ଚିତ ଭାବରେ ଫଲୋ କରିନେବେ। ନମସ୍କାର, ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ କରୁଛି ମୋ ଚ୍ୟାନେଲ୍ ଜୁଲିସ୍ କିଚେନ୍କୁ। ତାହେଲେ ଆରମ୍ଭ କରିବା ଆଜିର ରେସିପି। ପ୍ରଥମେ ଏଇଠି କ'ଣ କରିବା ନା, ଏଇ ଇଡଲି କରିବା ପାଇଁ ଏଇଠି ମୁଁ ଗୋଟେ ଗ୍ୟାସ୍କୁ ଅନ୍ କରିକି ବସେଇଛି ଗୋଟେ ପ୍ୟାନ୍। ଆଉ ପ୍ୟାନ୍ରେ 2 ଚାମଚ ଖଣ୍ଡେ ହେବ ତେଲ ଆମେ ଏମିତି ଗରମ କରିବା। ଏଇଟା ରିଫାଇନ୍ ତେଲ ନେଇଛି। ଆଉ ଦେବା ହାଫ୍ ଚାମଚର ଜିରା, ହାଫ୍ ଚାମଚର ସୋରିଷ, ଆଉ ହାଫ୍ ଚାମଚର ବୁଟ ଡାଲି। ଆଉ ମୁଁ ସବୁ ପରିମାଣ ପୁରା ସେମ୍ ରଖିଛି। ଆଉ ହାଫ୍ ଚାମଚର ବିରି ଡାଲି ଦେଇକି ତାକୁ ଟିକେ ଏମିତି ଚଲେଇ ଦେବା। ଆଉ ଏଇଠି ମନେ ରଖିଥିବେ ଫ୍ଲେମ୍କୁ ପୁରା ଲୋ ରଖିଥିବେ, ନହେଲେ ପୋଡ଼ିଯିବ। ଆଉ ଏଇଠି ଦେଖିପାରୁଥିବେ ଅଦାକୁ ମୁଁ କେତେ ଛୋଟ ଛୋଟ କାଟୁଛି, 1 ଚାମଚ ପାଖାପାଖି ହେବ ଅଦା। ଆଉ ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ ମୁଁ ପୁରା ଚୁନ ଚୁନ କାଟିଛି। ଆମେ ଦେଇକି ଏଠି ଟିକେ ଭାଜିବା। ଏମିତି ଟିକେ ଭାଜି ହେଇସାରିଲା ପରେ ହାଲକା ଭାଜିବା, ବେଶୀ ଭାଜିବା ଦରକାର ନାହିଁ। ଆଉ ଏଇଠି ଫ୍ଲେମ୍କୁ ବି ମିଡ଼ିୟମ୍ ରଖିଦେବେ ଯେତେବେଳେ ଆପଣମାନେ ପିଆଜଟା ପକାଇବେ। ଏଇଠୁ ଟିକେ ହାଲକା ଭାଜି ହେଇସାରିଲା ପରେ ଏଇଠି ଦେଖନ୍ତୁ ମୁଁ ନେଇଛି ଏମିତି ପୁରା ଫାଇନ୍ ବାଲା ସୁଜି 1 କପ୍। ଏଠି ଦେଖନ୍ତୁ ବେଶୀ ମୋଟା ବାଲା ସୁଜି ନେବେନି, ଟିକେ ଫାଇନ୍ ବାଲା ନେଲେ ବି ଚଳିବ। ଆଉ ବେଶୀ ମୋଟା ହେଇଥିବ ହେଲେ ଟିକେ ମିକ୍ସିଂ ଜାର୍ରେ ଗ୍ରାଇଣ୍ଡ କରିଦେବେ। 1 କପ୍ ମୁଁ ଏଠି ପୁରା ସୁଜି ନେଲି। ଆଉ ସୁଜି ନେଇକି ଆମେ ଯେଉଁ ପିଆଜ ଆଉ ସବୁ ଜିରା ମସଲାକୁ ଆମେ ଯେଉଁ ଭାଜିଥିଲେ ସେଇଟା ଆଡ଼୍ କରିକି ଆମେ ଟିକେ ଭାଜିବା। କଲର୍ ପୁରା ଚେଞ୍ଜ ହେବା ପର୍ଯ୍ୟନ୍ତ ଭାଜିବାନି, ହାଲକା ଭାଜିବା। ଏଇଠି ମୁଁ 3-4 ମିନିଟ୍ ଖଣ୍ଡେ ସୁଜିକୁ ଭାଜିଥିଲି। ଫ୍ଲେମ୍କୁ ଏଠି ମିଡ଼ିୟମ୍ ରଖିଥିବା। ଆଉ ଆପଣମାନେ ଚାହିଁଲେ ଏଇଠି ଚୁନ ଚୁନ କାଟିକି ଲଙ୍କା ମଧ୍ୟ ଦେଇପାରିବେ, ଯେତେବେଳେ ତେଲରେ ମୁଁ ଜିରା ଆଉ ଅନ୍ୟ ସବୁ ପକାଇଥିଲି। ମୁଁ କଞ୍ଚା ଲଙ୍କା ଦେଇନି, ଆପଣମାନେ ଚାହିଁଲେ ଏଠି କଞ୍ଚା ଲଙ୍କା ଛୋଟ ଛୋଟ କାଟିକି ଦେଇପାରିବେ। ଏବେ ଆମେ କ'ଣ କରିବା ନା, ଭଲ ଭାବରେ ଏଇଠି ସୁଜିକୁ ଯେମିତି ମୁଁ କହିଲି ଅଳ୍ପ ଭାଜିବା, ବେଶୀ ତାକୁ କଲର୍ ଚେଞ୍ଜ ହେବା ପର୍ଯ୍ୟନ୍ତ ଭାଜିବାନି। ଆଉ ଏମିତି ଭଲ ଭାବରେ ଏତିକି ଭାଜିକି ଆମେ ତାକୁ ଗୋଟେ ବାଉଲ୍କୁ ଏମିତି ବାହାର କରିଦେବା। ଏଠି ଦେଖନ୍ତୁ ମୁଁ ସବୁ ସୁଜିକୁ ଏଠି ଗୋଟେ ବାଉଲ୍କୁ ବାହାର କରିଦେଇଛି। ଆଉ ହାଲକା ଥଣ୍ଡା ହେବା ପାଇଁ ଛାଡ଼ିବା। ଆଉ ଟିକେ ଥଣ୍ଡା ହେଇଗଲେ ଏଠି ଦେଇଛି ମୁଁ 1 କପ୍ ସୁଜି ପାଇଁ ହାଫ୍ କପ୍ର ଦହି। ଆଉ ଏଠି ଦେଖନ୍ତୁ ଦହି ଦେଇ ସାରିଲା ପରେ ସେଇ କପ୍ରେ ହିଁ ମୁଁ ହାଫ୍ କପ୍ର ପ୍ରଥମେ ପାଣି ଦେଲି, ପଛରେ ଆମେ କନସିଷ୍ଟେନ୍ସି ଆଡ଼ଜଷ୍ଟ କରିବା। ଆଉ ଏଠି ସ୍ୱାଦ ଅନୁସାରେ ଲୁଣ ଦେଇଦେଲି। ଏଇଠି ବି ଆପଣମାନେ ଚାହିଁଲେ ଟିକେ ହିଙ୍ଗୁ ଦେଇପାରିବେ, ମୋ ପାଖରେ ହିଙ୍ଗୁ ସରିଯାଇଥିଲା ମୁଁ ଦେଇନି। ଆଉ ଏଇଠି ଦେଖନ୍ତୁ ଏପଟେ ସେପଟେ ଆମେ ଗୋଳେଇ ଦେବା ଟିକେ ଆଗେ, ପ୍ରଥମେ ବହୁତ ଶୁଖିଲା ଲାଗୁଛି। ମୁଁ ଯେମିତି କହିଥିଲି ପରେ ପାଣି ଦେଖିକି ଆଡ଼ଜଷ୍ଟ କରିବା ଆମେ। ଏଇଠି ଆଉ ହାଫ୍ କପ୍ ମୁଁ ପାଣି ଲାଗିଲା, ମାନେ 1 କପ୍ ମୋତେ ପାଣି ପୁରା ଲାଗିଲା। ଏଇଠି ଦେଖନ୍ତୁ ଭଲ ଭାବେ ଏଇଠି ଗୋଳେଇ ଦେବା ଆମେ ସୁଜି ଆଉ ପାଣି ଆଉ ଦହିକୁ। ଏମିତି ଭଲ ଭାବେ ଗୋଳେଇ ସାରିକି ଆମେ ତାକୁ ପୁରା ରେଷ୍ଟରେ ଛାଡ଼ିଦେବା 10ରୁ 15 ମିନିଟ୍ ପର୍ଯ୍ୟନ୍ତ। ପୁରା ସୁଜି ସେଇ ଭିତରେ ଆମର ପୁରାପୁରି ଫୁଲିଯିବ। ଆଉ ଏଇ ସୁଜି ରେଷ୍ଟରେ ଛାଡ଼ିବା ଭିତରେ ଆମେ ଚଟନି କରିବା। ଏଇ ଦେଖନ୍ତୁ ସୁଜିକୁ ମୁଁ ସାଇଡ଼୍ରେ ରଖିଲି। ଆଉ ଏଠି ଗୋଟେ ମିକ୍ସିଂ ଜାର୍ ନେଲି। ଏଠି 1/4 କପ୍ର ନେଇଛି ମୁଁ ଦହି ଆଉ କିଛି ଧନିଆ ପତ୍ର ନେଇଛି। ଆଉ ଏଇଠି ଦେଖନ୍ତୁ ମୁଁ ନେଇଛି କିଛି ନଡ଼ିଆ କଟା ନେଇଛି। ଆଉ କିଛି ରସୁଣ ନେଇଛି, 6-7 କୋଲା ହେବ ରସୁଣ। ଆଉ ଏଠି 2ଟା କଞ୍ଚା ଲଙ୍କା, ଛୋଟ ଛୋଟ କଞ୍ଚା ଲଙ୍କା ନେଇଛି। ଆପଣମାନେ କେତେ ରାଗ ଖାଆନ୍ତି ସେଇ ଅନୁସାରେ ରାଗ କମ୍ ଅଧିକା କରିକି ନେଇପାରିବେ। ଆଉ ସ୍ୱାଦ ଅନୁସାରେ ଲୁଣ ଦେଇକି ଆମେ ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିବା। ଆଉ ଏଠି ଗୋଟେ ଛୁଙ୍କ ଦେବା। ଏଠି ତେଲ କିଛି ଗରମ କରିଦେଇଥିଲି, 1 ଚାମଚ ପାଖାପାଖି ହେବ। ଆଉ ଜିରା, ସୋରିଷ ଆଉ ଶୁଖିଲା ଲଙ୍କା, ଭୁସୁଙ୍ଗା ପତ୍ର ଦେଇକିନା ଆମେ ଏଠି ଛୁଙ୍କ ଦେବା। ଆପଣମାନେ ଚାହିଁଲେ ଏଇଠି ବି କଞ୍ଚା ଲଙ୍କା ମଧ୍ୟ ଆଡ଼୍ କରିପାରିବେ। ଆମେ ବାଟିଛନ୍ତି କଞ୍ଚା ଲଙ୍କା। ଆଉ ଯେତିକି ଯେମିତି କହିଲି ମୁଁ ଯେତିକି ରାଗ ଖାଆନ୍ତି ସେଇ ଅନୁସାରେ ରାଗ ଆଡ଼୍ କରିବେ। ଆଉ ଏଇଠି ଆମର ଚଟନି ହେଇଗଲା। ଏବେ କ'ଣ କରିବା ନା 10ରୁ 15 ମିନିଟ୍ ବି ଏଇ ଭିତରେ ଆମର ହେଇଗଲାଣି। ଏଇଠି ଦେଖନ୍ତୁ ସୁଜି ମୁଁ ଦେଖୁଛି ପୁରା ବହଳିଆ ହେଇଯାଇଛି। ଆଉ ସୁଜି ଆମର ପାଣିକୁ ପୁରା ଟାଣି ନେଇଯାଇଛି। ଏଇଠି ମୁଁ ଦେଲି 1/4 ଟିସ୍ପୁନ୍ର ଦେଖୁଥିବେ ପାଖରୁ ଦେଖାଉଛି, ଦେଲି ମୁଁ ହେଉଛି ସୋଢ଼ା। ଆଉ 2ରୁ 3 ଚାମଚ ମୁଁ ପାଣି ଦେଲି। ଆଉ ମୋତେ ବହୁତ ବହଳିଆ ସୁଜି ଲାଗିଲା। ଆଉ ସେଇ ସୋଢ଼ା ବି ଆକ୍ଟିଭ୍ ହେବା ପାଇଁ ମୁଁ ପାଣି 2 ଚାମଚ ଆଡ଼୍ କଲି। ଏଠି ଦେଖନ୍ତୁ କେତେ ବହଳିଆ ରହିବ। ଆଉ ବେଶୀ ୟାଠୁ ପତଳା କରିବେନି। ଆଉ ୟାକୁ ଆମେ ପାଣି ଦେଇକି ଆଉ ଟିକେ ଗୋଳେଇ ଦେବା। ଆଉ ଆମେ ଯେହେତୁ ସୋଢ଼ା ଦେଇଛନ୍ତି ସାଙ୍ଗେ ସାଙ୍ଗେ ଆମେ ଇଡଲି କରିବା। ଆଉ ଏମିତି ଗୋଟେ ଇଡଲି ଛାଞ୍ଚ ନେଇକି ମୁଁ ଗୋଟେ ଡ୍ରପ୍ ସବୁ ଗିନାରେ ତା'ର ଦେଲି ରିଫାଇନ୍ ତେଲ। ଆଉ ଆମେ ଏମିତି ବ୍ରସ୍ରେ ତେଲକୁ ମାରିଦେବା। ଚାରିଆଡ଼େ ଏମିତି ମାରି ସାରିଲା ପରେ ଏଇଠି ଦେଖନ୍ତୁ ଆଉ ଟିକେ ଭଲ ଦେଖାଯିବା ପାଇଁ ମୁଁ ଏଇଠି କିଛି କାଜୁକୁ ଭାଜିକି ଏମିତି ତଳେ ଦେଇଛି। ତଳେ ଦେଇ ସାରିଲା ପରେ ତା ଉପରେ ଏମିତି ଇଡଲିର ଯେଉଁ ବ୍ୟାଟରକୁ ଆମେ ସୁଜି ବ୍ୟାଟରକୁ କରିଥିଲେ ତାକୁ ଏମିତି ଇଡଲି ଛାଞ୍ଚ ଉପରେ ଗୋଟେ ଚାମଚ ଦେଇଦେବା। ଆଉ ତାକୁ ଏମିତି ପୁରା ଟିକେ
एपट सपट करके आम पूरा गोल करदे जमी जी आम इडली छाँचर धरुची से देवे अधिका देदेनि जेहेतु आम सोढ़ा पकई दही पड़ी जे फुल तेणुक जी धरुची से देवे। ये देखो मुझे करके चामच एपट सपट करदेली आउ एपटे कौन करी ना पानी इडली छाँचर गरम कर केयरफुली आम एमती इडली जो स्टाण्ड को आम एमती रखीदे आउ 10 मिनिट पूरा घोड़ेदेवा 10 मिनिट भर आम इडली हो ये देखो 10 मिनिट पर मुझे देखा ये देखो इडली आम केते भल भाव फुली जाइए जी आम करते टे सैज पूरा बड़ हो जाइए। ये मुझे छुरी मारिक भी देखा देखो ये देखो छुरी पूरा आमर क्लीन आसी मो हाथ भी आपको देखा देखो चिपचिपा भी लगुनि पूरा क्लीन आसमें रेडी होगा आज सुपर टेस्टी जलखिया सुजी इडली। आपण मैंने भी एमती इडली थरे करंतु आ केमती लगे मो सहित शेयर करने को बिल्कुल भी भूलतुनि। आशा करुच्ची आपण मानकु वीडियो पसंद आसथिबो। वीडियो पसंद आसले वीडियो को गोटे लाइक निश्चय करेंगे। आ गोटे रेसिपी सहित पुणी आसबि। आज रहुछि नमस्कार जय जगन्नाथ।